ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। सप्तम अध्याय राजयोग। ଏଠାରେ ସର୍ବତ୍ର ସମଦର୍ଶିନହାର ଅର୍ଥ କରାଯାଇପାରେ ଯେ ସମସ୍ତଙ୍କୁ ନିଜ ପର ଏକ ଏକ ଆତ୍ମା ମନେ କରିବା ତଥା ଆମେ ସମସ୍ତେ ଆତ୍ମିକ ଦୃଷ୍ଟିରୁ ଏକ ପିତାର ସନ୍ତାନ ହେତୁ ଆତ୍ମା ଆତ୍ମା ଭାଇ ଭାଇ ଏହିପରି ସମ୍ବନ୍ଧରେ ବ୍ୟବହାର କରିବା। ଏହାଦ୍ୱାରା ଅବିନାଶୀ ଆତ୍ମା ବିନାଶଶୀଳ ଶରୀର ଓ ପରିବର୍ତ୍ତନଶୀଳ ସଂସାରଠାରୁ ସମ୍ବନ୍ଧ ବିଚ୍ଛେଦ କରୁଛି। ଏହାକୁ ଗୀତା ସାଂଖ୍ୟ ଯୋଗ ସମବୁଦ୍ଧି ବୋଲି ନାମିତ କରେ। ଦେହ ସହିତ ଦେହର ସମସ୍ତ ସମ୍ବନ୍ଧକୁ ଭୁଲି ନିଜକୁ ଆତ୍ମା ମନେକରି ଏକ ପରମାତ୍ମାଙ୍କ ସହିତ ମନକୁ ଏକାଗ୍ର କରିବା ହେଉଛି ବ୍ୟବସାୟାତ୍ମିକା ବୁଦ୍ଧି। ଅନ୍ୟ ଅର୍ଥରେ ଏହାକୁ ନିଶ୍ଚୟାତ୍ମିକା ବୁଦ୍ଧି ମଧ୍ୟ କୁହାଯାଇପାରେ। କାରଣ ବୁଦ୍ଧି ସତ୍ୟ ଅସତ୍ୟ, ନିତ୍ୟ ଅନିତ୍ୟ, ବିନାଶୀ ଅବିନାଶୀ, ଭଲ ମନ୍ଦ, ଲାଭ କ୍ଷତି, ମାନ ଅପମାନ, ନିନ୍ଦା ସ୍ତୁତି ଆଦିରେ ସମାନ ସ୍ଥିତି ଯୁକ୍ତ ହୋଇ କେବଳ ଯାହା ସତ୍ୟ, ଚିରନ୍ତନ ଓ ଅବିନାଶୀ ସେଥିରେ ଏକ ନିଶ୍ଚୟ ହୁଏ। ଅପରପକ୍ଷରେ ଅବ୍ୟବସାୟୀ ମନୁଷ୍ୟଙ୍କର ବୁଦ୍ଧିଗୁଡ଼ିକ ଅନ୍ତର ଓ ବହୁ ଶାଖା ବିଶିଷ୍ଟ ହୋଇଥାଏ। ଏହିଭଳି ବ୍ୟକ୍ତିମାନଙ୍କ ମନ କଳ୍ପନାବିଳାସୀ ହୋଇଥିବାରୁ ସେମାନେ ଏକନିଷ୍ଠ ଭାବରେ କୌଣସି କର୍ମ କରିପାରନ୍ତି ନାହିଁ। ବୁଦ୍ଧିର ଏକାଗ୍ରତା ଅଭାବରୁ ଏମାନେ ସ୍ଥିର ନିଶ୍ଚିତ ହୋଇ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇପାରନ୍ତି ନାହିଁ। ବ୍ୟବସାୟାତ୍ମିକା ବୁଦ୍ଧି ରେକେହ କୁରୁ ନନ୍ଦନ ବହୁ ଶାଖାୟନନ୍ତାଶ୍ଚ ବୁଦ୍ଧିୟୋ ଅବ୍ୟବସାୟିନାମ୍। ଦୁଇଟି କାରଣରୁ ନିଶ୍ଚୟାତ୍ମିକା ବୁଦ୍ଧି ହୁଏ ନାହିଁ। ତାହା ହେଉଛି ପ୍ରମାଦପୂର୍ଣ୍ଣ କଥା ଶ୍ରବଣରୁ ଉତ୍ପନ୍ନ ହୋଇଥିବା ମୋହ ଓ ଶାସ୍ତ୍ରମାନଙ୍କରେ ଥିବା ବିଭିନ୍ନ ମତବାଦରୁ ଜାତ ସଂଶୟ। ବୁଦ୍ଧି ପୂର୍ବାଗ୍ରହରୁ ମୁକ୍ତ ନ ହେବା ପର୍ଯ୍ୟନ୍ତ ସତ୍ୟ ଅସତ୍ୟର ଭେଦ କରିପାରେ ନାହିଁ। କାରଣ ପରମ୍ପରା କ୍ରମେ ମନୁଷ୍ୟ ଯାହା ଶୁଣି ଆସିଥାଏ ବା ପୁରାଣ ଶାସ୍ତ୍ରରୁ ପଢ଼ି ଆସିଥାଏ ସେଥିରୁ ଭିନ୍ନ ଅନ୍ୟ କଥାକୁ ସହଜରେ ସେ ଗ୍ରହଣ କରିପାରେ ନାହିଁ। ସେ ତାର ପୂର୍ବ ଧାରଣାକୁ ପ୍ରମାଣିତ କରିବା ପାଇଁ ବିଭିନ୍ନ ପ୍ରକାର ଯୁକ୍ତି ବାଢ଼େ। ଅର୍ଜୁନଙ୍କର ଅବସ୍ଥା ମଧ୍ୟ ଏହିପରି ହୋଇଥିଲା। ତେଣୁ ପରମାତ୍ମାକୁ କହିବାକୁ ପଡ଼ିଲା, ଯେତେବେଳେ ତୁମର ବୁଦ୍ଧି ମୋହରୂପକ ପଙ୍କରୁ ଭଲ ଭାବରେ ଅତିକ୍ରମ କରିଯିବ ସେତେବେଳେ ତୁମେ ଶ୍ରୁତ ଓ ଶ୍ରୋତବ୍ୟ ଭୋଗରୁ ବୈରାଗ୍ୟ ପ୍ରାପ୍ତ ହେବ। ଅର୍ଥାତ୍ କୌଣସି କଥା ଶୁଣି ଶୁଣା କଥାରେ ତୁମର ବୁଦ୍ଧି ଅସ୍ଥିର ହେବ ନାହିଁ। ଶାସ୍ତ୍ରୀୟ ମତଭେଦରେ ତୁମର ବୁଦ୍ଧି ବିଚଳିତ ହୋଇପଡ଼ିଛି, କିନ୍ତୁ ତୁମର ବୁଦ୍ଧି ଯେତେବେଳେ ନିଶ୍ଚଳ ହୋଇଯିବ ଏବଂ ପରମାତ୍ମାଙ୍କଠାରେ ଅଟଳ ହୋଇଯିବ ସେତେବେଳେ ତୁମେ ଯୋଗପ୍ରାପ୍ତ ହେବ। ଯଦା ତେ ମୋହ କଲିଳମ୍ ବୁଦ୍ଧି ବ୍ୟତିତରିଷ୍ୟତି ତଦା ଗନ୍ତାସି ନିର୍ବେଦ୍ୟମ୍ ଶ୍ରୋତବ୍ୟସ ଶ୍ରୁତସ୍ୟ च ସତି ବିପ୍ଳତିପନ୍ନାତେ ଯଦା ସ୍ଥାସ୍ୟତି ନିଶ୍ଚଳା ସମାଧବଚଳା ବୁଦ୍ଧି ତଦା ଯୋଗମୱାପ୍ସ୍ୟସି। ଯୋଗରେ ସହଜ ସ୍ଥିତି ତଥା ପରାକାଷ୍ଠା ପ୍ରାପ୍ତ ହେବା ପାଇଁ ଯୋଗାଭ୍ୟାସୀ ମନୁଷ୍ୟକୁ ନିଜର ଦୈନନ୍ଦିନ ଦିନଚର୍ଯ୍ୟାରେ କେତେକ ବିଷୟ ଉପରେ ଧ୍ୟାନ ଦେବା ପରମ ଆବଶ୍ୟକ। କାରଣ ଯୋଗର ଅନ୍ତିମ ଲକ୍ଷ୍ୟ ହେଲା ଆତ୍ମଶୁଦ୍ଧିପୂର୍ବକ ଆତ୍ମାରେ ଦିବ୍ୟ ସଂସ୍କାର ଧାରଣ କରିବା। ବର୍ତ୍ତମାନ ପୁରୁଷାର୍ଥ ଅନୁସାରେ ଆଗାମୀ ସତ୍ୟଯୁଗୀୟ ଦୈବୀ ସାମ୍ରାଜ୍ୟରେ କେଉଁ ସ୍ତରରେ କିପରି ଘରେ ଆତ୍ମା ଜନ୍ମ ନେବ ତାହା ସ୍ଥିର ହୁଏ। ଏହା ହିଁ ପରମାତ୍ମା ଅବତରଣର ଆଭିମୁଖ୍ୟ। ତେଣୁ ଯୋଗୀ ଆତ୍ମାକୁ ଦୈବୀ ସମ୍ପଦରେ ଭରପୂର ହେବାକୁ ହେବ। ଦୈବୀ ସମ୍ପଦ ପ୍ରାପ୍ତ ମନୁଷ୍ୟମାନଙ୍କର ଲକ୍ଷଣ ଗୁଡ଼ିକ ହେଲା ଅଭୟ, ଅନ୍ତଃକରଣରେ ସମ୍ୟକ୍ ଶୁଦ୍ଧି, ଜ୍ଞାନ ନିମନ୍ତେ ଯୋଗରେ ଦୃଢ଼ ସ୍ଥିତି, ସାତ୍ୱିକ ଦାନ, ଇନ୍ଦ୍ରିୟ ଦମନ, ଯଜ୍ଞ,
ଜ୍ଞାନ ଓ ଯୋଗଯୁକ୍ତ ହୋଇ ଈଶ୍ୱରୀୟ ମର୍ଯ୍ୟାଦା ଅନୁସାରେ କର୍ମ କରିବା। ସ୍ୱାଧ୍ୟାୟ ଈଶ୍ୱରୀୟ ଜ୍ଞାନ ପଠନ ଓ ମନନ କରିବା। କର୍ତ୍ତବ୍ୟ ପାଳନରେ ସହିଷ୍ଣୁତା, କାୟ ମନ ବାକ୍ୟରେ ସରଳତା, ଅହିଂସା, ଶାରୀରିକ ହିଂସା ନ କରିବା ବା କାହା ପ୍ରତି କାମ କଟୁରୀ ନ ଚଳାଇବା, ସତ୍ୟ ଭାଷଣ, କ୍ରୋଧ ଶୂନ୍ୟତା, ଅପକାରୀ ପ୍ରତି ମଧ୍ୟ କ୍ରୋଧିତ ନ ହେବା, ସାଂସାରିକ କାମନା ତ୍ୟାଗ, ଅନ୍ତଃକରଣରେ ରାଗ ଦ୍ୱେଷ ଜନିତ ଅସ୍ଥିରତା ନ ହେବା, ଚୁଗୁଲି ନ କରିବା, ପ୍ରାଣୀମାନଙ୍କ ପ୍ରତି ଦୟା କରିବା, ସାଂସାରିକ ବିଷୟରେ ଆସକ୍ତ ନ ହେବା, ଅନ୍ତଃକରଣର କୋମଳତା, ଅକର୍ତ୍ତବ୍ୟ କରିବାର ଲଜ୍ଜାବୋଧ, ଅପଚଳତା, ତେଜ, କ୍ଷମା, ଧୈର୍ଯ୍ୟ, ବାହ୍ୟାନ୍ତରର ଶୁଦ୍ଧି, ନିର୍ବେଦ୍ୟ ଭାବ ଏବଂ ସମ୍ମାନ ନ ଚାହିଁବା। ଅଭୟଂ ସତସଂଶୋଧିଂ ଜ୍ଞାନଯୋଗ ବ୍ୟବସ୍ଥିତିଃ ଦାनं ଦମଶ୍ଚ ଯଜ୍ଞଶ୍ଚ ସ୍ୱାଧ୍ୟାୟସ୍ତପ ଆବର୍ଯ୍ୟମ୍ ଅହିଂସା ସତ୍ୟମ କ୍ରୋଧଂ ତ୍ୟାଗଃ ଶାନ୍ତିରପୋଷଣମ୍ ଦୟା ଭୂତେଷୁ ଲୋଲୁପ୍ତଂ ମାର୍ଦବଂ ହୃଦୟଚାପଳम् ତେଜଃ କ୍ଷମା ଧୃତିଃ शौचं मद्रोहो नतिमानिता भवन्ति सम्पदं दैवीमभिजातस्य भारत। क्रमशः ओम शांति।